ଉଠିକି ବର୍ତ୍ତମାନ ଫ୍ରେଶ୍ ହେଇକି ଆସିକି ବସିଛି। କାଲି ରାତିରେ ଟିକେ ଥକା ହେଇଯାଇଥିଲା, ବହୁତ ଜୋରସେ ଆଜି ବହୁତ ମଣ୍ଡ ଶୁଣି ଯାଇଛି। ମୁଁ ଜାଣିଛି ଏ ଭିଡ଼ିଓଟା ଘର ଲୋକ ବି ଦେଖିବେ, ତାପରେ ଫୋନ୍ଟା ମାରିବେ, ତାପରେ ଯେ ପକେଇବେ ମୋତେ। ମୁଁ ଗୋଟେ ବହୁତ ଭଲ ଭାବରେ ମୋତେ ଆଇଡ଼ିଆ ଅଛି। ତ କ'ଣ କହିବି, କାଲି ଗୋଟେ ସାଙ୍ଗଟେ ଫୋନ୍ କରିଥିଲା ବହୁତ ଦିନ ପରେ, କରିକି ମୋତେ କହିଲା କି ସେ ଝିଅ ସାଙ୍ଗଟେ ଫୋନ୍ କରିଥିଲା, କହିଲା ମୁଁ ବାଲେଶ୍ୱର ଆସିବି, ଆଉ ମେସ୍ ଦେଖିଦେ, ତୁ ଆସିବୁ, ଆମେ ଖାଇବା, ବାହାରେ ଖାଇବା, ଖାଇଦେଇକି ତୁ ମେସ୍ରେ ପହଞ୍ଚିବୁ, ମୁଁ ଆମ ଘରକୁ ପଳେଇବି। ତା କଥାରେ ଆସିକି ମୁଁ କାଲି ମିଲ୍ ପକେଇ ନାହିଁ। ତାପରେ ତାକୁ ଫୋନ୍ କରି କହିଲି, ରେ ଭାଇ ତୁ ଆସିବୁ ନା ନାହିଁ, ମୋତେ କହୁଛୁ ଯାଇଥାନ୍ତି ଯେ ହେଲେ ଇଚ୍ଛା ହଉନି ଯିବା ପାଇଁ, ମୁଁ ଘରେ ରହିବି। ମୋତେ ସେଇଠି ଏତେ ଜୋରସେ ହସ ଲାଗିଲା, ମୁଁ ତା ବୁଦ୍ଧିରେ ପଡ଼ିକି ଖାଇବା ମିଲ୍ ପକେଇଲି। ଆଜି ସକାଳୁ ଉଠି ସାରିବା ପରେ ଭାବୁଛି କ'ଣ ଖାଇବି। ଛତୁଆଟେ ଅଛି, ଖାଇଦେବି, କିଛି ନାହିଁ। ଦ୍ୱିପହରେ କ'ଣ ଖାଇବି, ଦ୍ୱିପହରେ ତ ଖାଇବା ପାଇଁ ପଡ଼ିବ ନା ନାହିଁ। ସେଥିପାଇଁ ମୁଁ ଆପଣମାନଙ୍କୁ ଏହି ସଲାହ ଦେଉଛି, କେବେ ଲାଇଫ୍ରେ ସେଇଭଳିଆ ମାଦର ଭଳିଆ ସାଙ୍ଗ, ଝିଅ ସାଙ୍ଗ କେବେ ଲାଇଫ୍ରେ କରିଦେବେ। ସେମାନେ ଫୁଲ୍ ଟୁ ଫୁଲ୍ ଗାଣ୍ଟା ମାରିଦିଅନ୍ତି, ପୁରା ଏତେ ଜୋରସେ ମାରିବେ ନା, ହଗିଲା ବେଳକୁ ଗାଣ୍ଡି ପଥ କରିବ।